नमस्कार। जय जगन्नाथ। भागवत महापुराण चैनल आपण मानक स्वागत। चैनल टी को सब्सक्राइब करी प्रत्येक दिन सकाळ 7टारे गोटे घंटा पुराण शुणा चेष्टा करंतु। विष्णु पुराण चतुर्थ अध्याय कल्पान्ते पृथ्वीर सृष्टि विवरण। मैत्रेय उवाच पराशरंक चरणे पड़ी मैत्रेय बोइले महामुनि हुअन्तु सदय। आहे गुरुदेव तुम्भ आगरे मोहर सुप्रसन्ने विस्तारित रूपे आज्ञा कर। कल्प आद्य भागरे से कमलासन समस्त प्राणी की जेन्हे कले हे सृजन। शुणिबाकु सेही कथा बळिछि मानस सुदया करिण गुरु करन्तु प्रकाश। पराशर उवाच मैत्रेयंक बाणी शुणी पराशर ऋषि कहिले मधुर स्वरे शिष्य को आश्वासी। कल्पर प्रथम भागे ब्रह्मा नारायण प्रजावर्ग जेउ परी कले सृजन। सेही तत्व कहुअछि तुम्भ पासे मुहि आहे शुद्ध चेता एबे शुण मन देई। जेउ काले अवसान हेला ब्रह्मा राती निद्रा तेजी उठिले क प्रभु श्रीपति। आपणे सत्व गुण को करिले धारण नयन मणि चाहिले सर्वदिग शून्य। शून्यमय त्रिभुवन जहु से देखिले सृष्टिर सर्जना पुनर्बार आरंभिले। प्रथम जलरु सृष्ट हेला जेणु करी निरनामटी ताहार बुझत पचारी। प्रलय काले जलरे विष्णुक शयन जेहेतु तहिरे स्थायी हेले भगवान। सेही कारणरु जान नाम विष्णुंकर पारायण बोली हेला संसारे प्रचार। अष्ट नेत्रे विलोचन करी पद्मासन जानिले निखिल विश्व जले निमगन। सेही ब्रह्म नारायण सृजन करता जगत उद्धारिबाकु कले मने चिंता। बहुत भावी मानसे कौशल रचिले पवित्र वराह काय प्रथमे धइले। अपूर्व रूप माधुरी देखि ताहांकर सिद्ध वृंद भक्ति भरे जोड़िबे निकर। बहुस्तव आरंभिले एकाग्र चित्तरे से बराह बपु जले बुड़िले सतरे। प्रलय पयोधिनी रे प्रवेशिले हरि तहि अकातरे थिले देवी वसुंधरी। देखि श्री वराह रूपी नारायण स्रष्टा पाताळु धरा उद्धार पाई कले चेष्टा। से काले वसुधा देवी अति भक्ति भरे प्रणाम करी हरि को बहु स्तुति करे। वसुधा उवाच नमस्ते नमस्ते प्रभु वैकुंठे बिहारी। नमस्ते नमस्ते प्रभु लक्ष्मी मनोहारी। नमस्ते नमस्ते शंख चक्र गदाधर। नमस्ते नमस्ते सर्व भूते सर्वेश्वर। नमस्ते नमस्ते हरि नित्य सनातन
ନମସ୍ତେ ନମସ୍ତେ ଦିବ୍ୟ ହୀରକ ଦର୍ଶନ, ନମସ୍ତେ ନମସ୍ତେ ମତ୍ସ୍ୟ କୁର୍ମ ରୂପ ଧର, ନମସ୍ତେ ନମସ୍ତେ ପ୍ରଭୁ ବରାହ ଶରୀର, ନମସ୍ତେ ନମସ୍ତେ ପ୍ରଭୁ ଶ୍ରୀମଧୁସୂଦନ, ନମସ୍ତେ ନମସ୍ତେ ଜଗତପତି ଜନାର୍ଦ୍ଦନ, ନମସ୍ତେ ଅମର ବନ୍ଧ୍ୟ ମୁକୁନ୍ଦ ମୁରାରୀ, ପୂର୍ବେ ଉତ୍ଥିତ ମୁଁ ତୁମ୍ଭ ତହୁଁ ହେ ଶ୍ରୀହରି, ଏବେ ପାତାଳ ଉଦ୍ଧାର ମୋତେ ଦୟା ବହି, ଉଦ୍ଧାରିଛ ଆଗୁ ପରା ସୁପ୍ରସନ୍ନ ହୋଇ, ଜୟ ପର ଆତ୍ମା ଜୟ ଶ୍ରୀ ପୁରୁଷ ଆତ୍ମା, କି ବର୍ଣ୍ଣିବି ପରମ ପବିତ୍ର ଗୋ ମହାତ୍ମ୍ୟା, ଗଗନ ସହିତେ ମୋତେ କରିଛ ପବିତ୍ର, ଧନ୍ୟ ତବ ଯଶ କୀର୍ତ୍ତି ଶତପଥ ନେତ୍ର, ଧନ୍ୟ ଧନ୍ୟ ହେ କେଶବ କୃଷ୍ଣ ଜଗଦୀଶ, ନମସ୍କାର ଘେନ ମୋର आहे ହୃଷିକେଶ, ହେ ବିରାଟ ରୂପୀ ପ୍ରଭୁ ପ୍ରଧାନ ଆପଣ, ବାରମ୍ବାର ଶ୍ରୀଚରଣେ ପଶୁଛି ଶରଣ, आहे ମହାମେରୁ ସୃଷ୍ଟି କ୍ରିୟା ନିମନ୍ତରେ, ବ୍ରହ୍ମା ବିଷ୍ଣୁ ରୁଦ୍ର ରୂପ ଧରୁ ତୁ ଇଚ୍ଛାରେ, ବିବିଧ ମୂରତି ହରି ହେ ଜ୍ଞାନ ସାଗର, ସକଳ ଭୂତ କରତା आहे ଚକ୍ରଧର, ତୁମ୍ଭେ ସୃଜନ ପାଳନ ଆବର ନାଶକ, କି ବର୍ଣ୍ଣିବି ତୁମ୍ଭ ଗୁଣ ବିଶ୍ୱବିନାୟକ, ତୁମ୍ଭେ ଇଚ୍ଛାମୟ ସୋଇ ଛାରେ ସର୍ବକର, ସଂସାର ରକ୍ଷକ ପୁଣି ଭକ୍ଷକ ଶ୍ରୀଧର, ଲୋକେ ଅଗୋଚର ତୁମ୍ଭେ ତତ୍ତ୍ୱ ଚକ୍ର ପାଣି, ତାହାକେ ମନ୍ତବା ମୁହିଁ ପାରିବିଟି ଜାଣି, କେବେ କେଉଁ ଭାବେ ହେଉ ଅବତାର ନାଥ, କେ ପାଇବ ତୋର ଆଦି ଅନ୍ତ ହେ ଅନନ୍ତ, ନମସ୍ତେ ପରମ ବ୍ରହ୍ମ ମୂର୍ତ୍ତି ଜନାର୍ଦ୍ଦନ, ନମସ୍ତେ ହେ ସତ୍ୟ ସନ୍ଧ ନିତ୍ୟ ନିରଞ୍ଜନ, ନମସ୍ତେ ଶ୍ରୀଧର ତୁମ୍ଭ ଆଶ୍ରିତା ମୁଁ ଧରା, ଲୋକେ କହନ୍ତି ମାଧବୀ ବୋଲି ମୋତେ ପରା, ନମସ୍ତେ ନମସ୍ତେ ଦେବ ବରାହ ମୂରତି, ନମସ୍ତେ ନମସ୍ତେ ପଦ୍ମ ପାଦେ ମୋ ପ୍ରଣତି, ନମସ୍ତେ ନମସ୍ତେ ନାରାୟଣ ଅବତାର, ଘେନ ବସୁଧାର କୋଟି କୋଟି ନମସ୍କାର, ପରାଶର ଉବାଚ ଏହିପରି ଭକ୍ତି ଭରେ ବସୁଧା ସୁନ୍ଦରୀ, ସ୍ତୁତି କଲେ ସବିନୟେ ଡାକି ହରି ହରି, ଧରଣୀ ଦେବୀଙ୍କ ସ୍ତବେ ଦେବ ହୃଷି ବେଶ, ମନ ମଧ୍ୟରେ ହୋଇଲେ ଅତ୍ୟନ୍ତ ସନ୍ତୋଷ, ଯତ୍ନ କଲେ ଦୟାମୟ ଧରା ଉଦ୍ଧାରଣେ, ସେ ଶ୍ରୀହରି ଶ୍ରୀବରାହ ରୂପରେ ଆପଣେ, ନୀଳବର୍ଣ୍ଣ ଧରା ଜହିଁ ପାତାଳରେ ଥିଲେ, ତୋଳିବାକୁ ଦଶନାଗ୍ରେ ମନେ ବିଚାରିଲେ, ପରମ ଯତନେ ହରି ଧରା ସୁନ୍ଦରୀଙ୍କି, ଆଶ୍ୱାସନା କର ପ୍ରଭୁ ଲୀଳା କୌତୁକୀ, ଉଦ୍ୟତ ହୋଇଲେ ବସୁ ଧରା ଉଦ୍ଧାରଣେ, ଘୋର ଘର୍ଘର ଶବଦ ଗର୍ଜନେ ଆପଣେ, ଧରା ଦେବୀଙ୍କୁ ଉଦ୍ଧାର କଲେ ଯେଉଁ କାଳେ, ବହୁବାର ସନ୍ତରଣ କଲେ ହରି ଜଳେ, ସନ୍ତରଣେ ତାଙ୍କ ମୁଖୁ
ଅପ୍ରମିତ ବାରି କେତେ ଯେ ନିର୍ଗତ ହେଲା କେ ବନିବ କରି ସେହି ଜଳେଶ ନନ୍ଦାଦି ଯେତେ ଋଷି ଗଣ ପ୍ରକ୍ଷାଳିତ କଲେ ଦେବ ଦେବ ନାରାୟଣ ବରାହଙ୍କ ଖୁରେ ସେହି ମହାରସା ତଳ ଯେତେ କ୍ଷତ ହେଲା କି କହିବି ତା ସକଳ ସେହି ସର୍ବଛିଦ୍ର ମାର୍ଗେ ସମୁଦ୍ରର ବାରି ତଳ ଦେଶେ ବହେ କଳ କଳ ଶବ୍ଦ କରି ରହିଥିଲେ ଯେତେ ତହିଁ ସିଦ୍ଧ ଋଷି ବୃନ୍ଦ ସେ ସର୍ବେ ଆହତ ହୋଇ କରି ମହାଖେଦ ଭରସିଲେ ଉଠିବାକୁ କରି ପ୍ରାଣପଣ ହୋଇଥିଲେ ନିରାଶ୍ରୟ ଯେଣୁ ଋଷି ଗଣ ମହାକାୟାକୁ ବଢ଼ାଇ ଜଳା ନବ ମାର୍ଗେ ଧରି ହରି ବସୁନ୍ଧରି ଉଠନ୍ତି ସରାଗେ ହେ ମହାବରାହ ମୂର୍ତ୍ତି ଅତି ଚମତ୍କାର ଆଚ୍ଛାଦିତ ହୋଇଲୋ ମେ ତାମସ ନିକର ବେଦମୟ କଳେବର ରକ୍ଷିତ ହୋଇଲେ ଅତି ତୁଷ୍ଟେ ସନକାଦି ଋଷି ଯେତେ ଥିଲେ ବରାହଙ୍କ ଲୋମ କୂପେ ଆଶ୍ରୟ ଗ୍ରହଣେ ସେହି କାଳେ ସେହି ସର୍ବ ସିଦ୍ଧ ମୁନି ଗଣେ ଅତି ଆନନ୍ଦ ମନରେ ଆରମ୍ଭିଲେ ସ୍ତବ ପ୍ରଭୁଙ୍କ ଯଶ ଗାଇଲେ ହୋଇ ନମ୍ର ଭାବ ହେ ପୂର୍ଣ୍ଣ ବ୍ରହ୍ମ ସଂସାର ପାପ ତାପହର ବଟପତ୍ର ସାଇ ନମ ଦେବ ନିରାକାର ଜୟ ହେ ମହାବରାହ ରୂପୀ ଦୈତ୍ୟାରି ଜୟ ହେ ପରମେଶ୍ୱର ଦେବ ଦେବ ହରି ଜୟ ହେ ପରମ ବ୍ରହ୍ମ ବୈକୁଣ୍ଠେଶ୍ୱର ଜୟ ହେ କମଳ ଗଙ୍ଗା ଶଙ୍ଖ ଚକ୍ରଧର ଜୟ ହେ ମାଧବ ଋଷି କେଶ ନାରାୟଣ ଜୟ ହେ ଅସିଧାରଣ ଦୁଃଖ ନିବାରଣ ଜୟ ହେ କେଶବ ବିଭୁ ଶ୍ରୀ ମଧୁସୂଦନ ଜୟ ହେ ଦୟା ସାଗର ନିତ୍ୟ ନିରଞ୍ଜନ ସୃଷ୍ଟି ସ୍ଥିତି ଜୟକାରୀ ତୁମ୍ଭେ ହେ ଶ୍ରୀହରି ତୁମ୍ଭେ ହେ ମଙ୍ଗଳମୟ ଭକ୍ତ ମନହାରି ତୁମ୍ଭେ ହେ ପରମ ପଦ ତୁମ୍ଭେ ହେ ଅରିଷ୍ଟ ତୁମ୍ଭେ ପରମ ଈଶ୍ୱର ତୁମ୍ଭେ ହେ ବିରାଟ ହେ ପ୍ରଭୁ ଯଜ୍ଞ ପୁରୁଷ ଭାବେ ଭାବଗ୍ରାହୀ ତବ ଚାରି ପଦେ ଚାରି ବେଦ ବିରାଜଇ ଦର୍ଶନର ପ୍ରଜ୍ଞ ସ୍ଥାନ ମୁଖେ ଅଗ୍ନିଦେବ ଜିହ୍ୱାରେ ଜଳନ ଲୋମେ କୁଶ ରାଶି ସର୍ବ ନେତ୍ର ଯୁଗଳ ତୁମ୍ଭର ଚନ୍ଦ୍ର ଦିବାକର ସର୍ବାଶ୍ରୟ ବ୍ରହ୍ମପଦ ମସ୍ତକ ତୁମ୍ଭର ଇଷ୍ଟପୂର୍ତ୍ତି ଧର୍ମ ତୁମ୍ଭ ଶ୍ରୁତି ଯୁଗ ପୂର୍ଣ୍ଣ ଅଟଇହ ବିଶ୍ୱରୂପ ତୋ ବିମଳ ଜାଣ ଅନନ୍ତ ସୁକ୍ତ ସ୍ୱରୂପ ତବ ସର୍ବସଟା ସ୍ଥୂଳ ଶ୍ରୀମୁଖରେ ତିଳେ ନାହିଁ କିଛି ଘଟା ଶୁଣନ୍ତେ ବଦନୁ ସମ ସ୍ୱରଧାର ନାଦ ତବ ଆଶ୍ରିତ ପ୍ରାଣୀଙ୍କି ନ ପଡ଼େ ପ୍ରମାଦ ଯଜ୍ଞ ଅନଳ ସ୍ଥାନର ଅଗ୍ରଦେଶେ ତୁହି ତୋ ସନ୍ଧିସ୍ଥଳ ଅଖିଳ ଯଜ୍ଞ ଭାବ ଗ୍ରାହୀ ଶୋଭା ପାଉ ତୁହି ଦେଇ ଇଷ୍ଟାପୂର୍ତ ପଦେ ଦେବ ସ୍ମୃତି ଭକ୍ତି କର୍ମ ସମ୍ପାଦି ଛୁଆଦେ ଆତ୍ମାରୂପୀ ଭଗବାନ
ନିତ୍ୟ ସନାତନ ସଂସାର ପ୍ରାଣୀମାନଙ୍କୁ ହୁଅ ସୁପ୍ରସନ୍ନ। आहे ଅକ୍ଷୟ ବ୍ୟୟ आहे ବିଶ୍ୱମୂର୍ତ୍ତି କ୍ରମେ ତୁମ୍ଭ ପଦ ପରି ବ୍ୟାପ୍ତ ଏ ଧରିତ୍ରୀ। ଅତି ଅନୁପମ ଶୋଭା ଅତି ଅକଥନ ବନି ପାରିବାକୁ ମୁଖେ ହେବ କେ ଭାଜନ। ଆଦି ସ୍ଥିତି ଭୂତ ଏକା ଏ ବିଶ୍ୱର ତୁହି ଅନାଦି ଅବ୍ୟକ୍ତ ଅନ୍ତର୍ଯ୍ୟାମୀ ଭାବଗ୍ରାହୀ। ସେ ହରି ତୁମ୍ଭ ଦର୍ଶନ ଶିଖେ ଭୂମଣ୍ଡଳ ଶୋଭେ ଯେହ୍ନେ ଗଜଦନ୍ତ ଲଗ୍ନେ ଶତଦଳ। ହେ ମହାପ୍ରଭାବବନ୍ତ ଜଗତ ଈଶ୍ୱର ସ୍ଥୂଳ ସୂକ୍ଷ୍ମ କାୟ ପ୍ରଭୁ ସର୍ବମୂଳାଧାର। ହେ ବିଶ୍ୱମଙ୍ଗଳମୟ ହେ ବିଶ୍ୱ ପାବନ ବିଶ୍ୱବାସୀ ହିତକାରୀ ପରମାର୍ଥ ଧନ। ତୁମ୍ଭ ସମଶକ୍ତିମନ୍ତ ଆଉ ଜଣେ ନାହିଁ କ୍ଷମତାଶାଳୀ ଅନନ୍ତ ପ୍ରଭୁ ଭାବଗ୍ରାହୀ। ସଚରାଚର ବ୍ରହ୍ମାଣ୍ଡ ହୋଇ ମାଳ ମାଳ ତୋଲମ କୂପ ସତତ ଦିଶଇ ସୁଢଳ। ସର୍ବବ୍ୟାପକ ତୁ ସର୍ବମୟ ସର୍ବଦେବ ତୋ ମହିମା ରାଶି ଦେବ କେବନି ପାରିବ। ଧ୍ୟାନ ଆତ୍ମା ଜ୍ଞାନ ଆତ୍ମା ମହାତ୍ମା ଶ୍ରୀହରି ମୋହନ ମୂରତି ଆଲୋକିତ ଲୀଳାକାରୀ। ବୁଦ୍ଧି ଶୂନ୍ୟ ଜ୍ଞାନ ଶୂନ୍ୟ ଆଜ୍ଞା ମାତ୍ରେ ନେତ୍ରେ ଜଗତକୁ ଭୂତମୟ ଦେଖନ୍ତି ନିରତେ। ସ୍ଥୂଳ ରୂପେ ଜଗତକୁ ଦେଖିଣ ସେମାନେ ମହାସକ୍ତ ହୋଇ ସୁଖୀ ନ ହୁଅନ୍ତି କ୍ଷଣେ। ଶୁଦ୍ଧମତି ଜ୍ଞାନୀ ମାନେ ସଦା ଧ୍ୟାନ କରି ସର୍ବଜଗତ ଦେଖନ୍ତି ଜ୍ଞାନମୟ ହରି। ହେ ସର୍ବ ଆତ୍ମା ସ୍ୱରୂପ ସୁପ୍ରସନ୍ନ ଚିତ୍ତେ ଏ ଅଖିଳ ବ୍ରହ୍ମାଣ୍ଡକୁ ଉଦ୍ଧାର ନିମିତ୍ତେ ଅବନି ଉଦ୍ଧାରି ଆମ୍ଭ ମାନଙ୍କୁ ହେ ଦେବ। ସୁଖ ସମ୍ପଦକୁ ଦିଅ ଘେନି ସତ ଭାବ ଶୁଦ୍ଧ ସତ ଗୁଣ ଦେହ ଧାରି ଦଇତ୍ୟାରି। ବିଶ୍ୱ ପ୍ରକାଶ ନିମନ୍ତେ ସତ ଗୁଣ ହରି। ଧରିତ୍ରୀ କି ଉଦ୍ଧାର ହେ ପ୍ରଭୁ ପଦ୍ମମୁଖ ଆମ୍ଭମାନଙ୍କର ପ୍ରାଣେ ଦିଅ ମହାସୁଖ। ହେ ମଙ୍ଗଳମୟ କର ମଙ୍ଗଳ ଆମ୍ଭର ଅଭୟ ଚରଣେ ଦେବ କୋଟି ନମସ୍କାର। ପରାଶର ଉବାଚ ଋଷିଙ୍କର ସ୍ତବ ଗୀତ କର୍ଣ୍ଣ ପୁଟେ ଶୁଣି ପରମ ସନ୍ତୋଷ ହେଲେ ପ୍ରଭୁ ଚକ୍ରପାଣି। ଦନ୍ତ ଅଗ୍ରେ ଧରଣୀ କି ଉଦ୍ଧାର କରିଲେ ଅପୂର୍ବ ପ୍ରକାର ସିନ୍ଧୁ ନିରେ ଭସାଇଲେ। ସେ ବିଶ୍ୱ ନିବାସ ପର ମେଷ ନିରଞ୍ଜନ ବିକ୍ରମ ବରାହ ମୂର୍ତ୍ତି କରୁଣା ନିଦାନ। ବିସ୍ତୃତ ମହାଶରୀର ହେତୁ ଭୂମଣ୍ଡଳ ମହାସିନ୍ଧୁ ଜଳେ ଭାସି ଦିଅଇ ମଞ୍ଜୁଳ। ବୋଇତ ପରାୟ ଧରା ଭାସେ ଆଚମ୍ବିତେ ନ ବୁଡ଼େ ବିସ୍ତାର ହେତୁ ଜଳରେ କିଞ୍ଚିତେ। ଦୋହଲନ୍ତେ ଅଷ୍ଟଗୋଟି ଲୋମତା ଉପରେ ପୋତନ୍ତେ ଧରାକୁ ଫୁଟି ପାତାଳ କୁକ୍ଷରେ। ସ୍ଥିର ହୋଇ ଧରା ଯହିଁ ରହିଲା ଦେଖିଣ ପୂର୍ବ ପରି ସୃଷ୍ଟି କଲେ ପ୍ରଭୁ ନାରାୟଣ। କ୍ରମେ କ୍ରମେ ଇଚ୍ଛାମୟ ସଂସ୍ଥାପନ କଲେ
ପୂର୍ବହୁ ଶୋଭା ଦିଶିଲା ଗିରିବନ ତୁଲେ। ଭୂବିଭାଗ ସପ୍ତ ଦ୍ୱୀପ କଲେ ଦୟାମୟ। ଭୂବାଦୀ ଚତୁର ଲୋକ ଶୋଭେ ଅତିଶୟ। ହିରଣ୍ୟ ଗର୍ଭ ସ୍ୱରୂପୀ ଚତୁର୍ମୁଖ ଧାରୀ। ବ୍ରହ୍ମାଣ୍ଡ ସୃଜିଲେ ରଜ ଗୁଣେ ମଦ କରି। ସୃଷ୍ଟି ସର୍ଜନ ଶ୍ରୀହରି ନିମିତ୍ତ ମାତର। ଅଖିଳ ବିଶ୍ୱ ପାଳନେ ଦକ୍ଷ ବିଶ୍ୱମ୍ବର। ସତ୍ୱଗୁଣେ ସର୍ବଶକ୍ତି ମନ୍ତ୍ର ନାରାୟଣ। ସୃଷ୍ଟିର ପ୍ରଳୟ କର୍ତ୍ତା ପରମ କାରଣ। ତ୍ରିଗୁଣେ ତ୍ରିମୂର୍ତ୍ତି ହୋଇ ତ୍ରିକାର୍ଯ୍ୟ ସାଧନେ। ଆପେ ନିଯୁକ୍ତି ହୁଅନ୍ତି ହରଷିତ ମନେ। ଯାହାକି ତୁମ୍ଭ ଆଗରେ କହିଲି ମୈତ୍ରେୟ। ତିଳେ ହେଲେ ମନେ ବତ୍ସ ନକର ସଂଶୟ। ଏମନ୍ତ ପ୍ରକାରେ ସର୍ବଜ୍ଞାତା ପରାଶର। କହିଲେ ମୈତ୍ରେୟ ଆଗେ ସଂସାର ଉଦ୍ଧାର। କଳ୍ପାନ୍ତରେ ସୃଷ୍ଟି ବିବରଣ ସୁକଥନ। ବିଷ୍ଣୁ ପୁରାଣ ପ୍ରଥମ ଖଣ୍ଡର ବିଧାନ। ଚତୁର୍ଥ ଅଧ୍ୟାୟ ଯେଉଁ ଅପୂର୍ବ କଥନ। ଗୀତ ଛନ୍ଦେ ଲେଖେ କ୍ଷେତ୍ର ମୋହନ ପ୍ରଧାନ। ଇତି ଶ୍ରୀ ମହାବିଷ୍ଣୁ ପୁରାଣେ ପ୍ରଥମ ଖଣ୍ଡେ କଳ୍ପାନ୍ତର ସୃଷ୍ଟି ବିବରଣ କଥନେ ନାମ ଚତୁର୍ଥ ଅଧ୍ୟାୟ। ପଞ୍ଚମ ଅଧ୍ୟାୟ ଅବିଦ୍ୟା ଦେବଋଷି ଓ ବୃକ୍ଷଲତାଦିଙ୍କ ସୃଷ୍ଟି କଥନ। ମୈତ୍ରେୟ ଉବାଚ ପରାଶରଙ୍କ ମୁଖରୁ ସୁଧାମୟ ବାଣୀ। ମହାଜ୍ଞାନୀ ମୈତ୍ରେୟ ଶୁଦ୍ଧ ମନେ ଶୁଣି। ଏକାବେଳେ ଆନନ୍ଦରେ ନିମଗ୍ନ ହୋଇ। ସବିନୟେ ପୁଚ୍ଛା କଲେ ସେହୁ ତପି ସାଇ। ଦୃଢ଼ ହୃଦୟେ ସମ୍ପାଦି ଅଚଳ ଭକତି। ବୋଇଲେ ଭୋ ଗୁରୁଦେବ ଶୁଣ ମୋ ବିନତି। ସୃଷ୍ଟି ଆରମ୍ଭରେ ଧାତା କମଳ ଆସନ। ଦେବ ଋଷି ପିତୃ ଦୈତ୍ୟ ପୁଣି ନରଗଣ। ପଶୁ ପକ୍ଷୀ ବୃକ୍ଷ ଲତା ଗୁଳ୍ମ ଆଦି କରି। ଯେ ରୂପେ ସୃଜିଲେ ସର୍ବ ଶଙ୍ଖ ଚକ୍ରଧାରୀ। ଯାର ଯା ସ୍ୱଭାବ ଗୁଣ କରିଣ ପ୍ରଦାନ। ଧରଣୀରେ କରିଲେ ସେ ଆନନ୍ଦ ବିଧାନ। କୁହ ଏବେ ସେହି କଥା ସୁପ୍ରସନ୍ନ ହୋଇ। ଶୁଣିବା ନିମନ୍ତେ ମୋର ଆଶା ବଳି ଛଇଁ। ସାରସତ୍ୱ ବାଣୀ ଶୁଣି ତବ ଶ୍ରୀମୁଖରୁ। ମନ ଅଭିଳାଷ ପୂର୍ଣ୍ଣ କରିବି ହେ ଗୁରୁ। ଯେଉଁ ରୂପେ ସୃଷ୍ଟି କଲେ ପ୍ରଭୁ ଚକ୍ରଧର। ସେ କଥା କହି ସନ୍ଦେହ କର ମୋର ଦୂର। ପରାଶର ଉବାଚ ଜ୍ଞାନୀ ପରାଶର ଶୁଣି ମୈତ୍ରେୟଙ୍କ ବାଣୀ। ବୋଇଲେ ସୁଚିତ୍ତେ ଚିନ୍ତି ଦେବଚକ୍ର ପାଣି। ଶୁଣ ଆହେ ବତ୍ସ ତୁମ୍ଭେ ପଚାରିଲ ଯାହା। ଗୋଟି ଗୋଟି କରି ମୁହିଁ କହୁଅଛି ତାହା। ଦେବ ଆଦି ସୃଷ୍ଟି ବାବୁ ହେଲା ଯେ ପ୍ରକାର। ସେ ସବୁ ଶୁଣି ସଂଶୟ ମନ ଦୂର କର। ବ୍ରହ୍ମାଙ୍କର ସୃଷ୍ଟି କର୍ମ ବଡ଼ଇ ବିଚିତ୍ର। ମାୟାଧରଙ୍କର ମାୟା ଖେଳ ଘର ମାତ୍ର। ପୂର୍ବେ କଳ୍ପାଦିରେ ସୃଷ୍ଟି ଥିଲା ଯେଉଁ ପରି। ବିଧାତା ଚିନ୍ତନେ ତାହା ଜନ୍ମିଲା ସେ ପରି। ତାହାଙ୍କ ଚିତ୍ତ ତହିଁରେ ଚାଞ୍ଚଲ୍ୟ ବସତ। ପଞ୍ଚମ ବିଦ୍ୟାକ୍ରମେ
ହେଲେ ସମଭୂତ। ଯଥା ତମ ମୋହ ମହା ମୋହ ଯେ ତମିଶ୍ରୀ। ଅନ୍ଧତା ମିଶ୍ର ଉଲ୍ଲେଖ ହେଲା ଏ ବିଶେଷୀ। ତଦନ୍ତେ ସେ ପଦ୍ମାସନ ବ୍ରହ୍ମାଙ୍କ ଚିନ୍ତାରେ। ସ୍ଥାବର ସୃଷ୍ଟି ହୋଇଲା ଏହି ଧରା ପରେ। ଏହାଙ୍କ ସ୍ୱଭାବ ମୂଢ଼ ଅସ୍ତିତ୍ୱ ବିହୀନ। କାହିଁକି ଦୁଃଖ ସୁଖରେ ସଦା ବୋଧହୀନ। ମୁଖ୍ୟ ସୃଷ୍ଟି ଏହାଙ୍କର ବର୍ଣ୍ଣନ ଶାସ୍ତ୍ରରେ। ଏକ ଭାବେ ବୁଝ ବତ୍ସ ଆପଣା ମନରେ। ଏହା ପରେ ତମ ଗୁଣ ତିର୍ଯ୍ୟକାଦି ଯେତେ। ସୃଜିଲେ ହୋଇଲେ ଯେହ୍ନେ ଶୁଣ ଧୀର ଚିତ୍ତେ। ପୁଣି ପଶୁ ପକ୍ଷୀ ମାନେ ହୋଇଲେ ଜନମ। ସଦା ସ୍ୱେଚ୍ଛାଚାରୀ ସେହୁ ହେରୁଷି ଉତ୍ତମ। ସେମାନେ ଅଟନ୍ତି ସଦା ନନ୍ଦବରାଜର। ଭକ୍ଷ୍ୟା ଭକ୍ଷ ବିମୋଚନ ହୀନ ନିରନ୍ତର। ଗମ୍ୟାଗମ୍ୟ ସୁବିଚାର କିଛି ନ ଜାଣନ୍ତି। ଦିବ୍ୟ ଜ୍ଞାନରୁ ବଞ୍ଚିତ ସେମାନେ ଅଟନ୍ତି। ଅଜ୍ଞାନୀ ମାନଙ୍କ ସୃଷ୍ଟି ହେଲା ଏହିପରି। ଶୁଣ ଦେବ ତାଙ୍କ ସୃଷ୍ଟି ହୋଇଲା ଯେପରି। ସାତ୍ୱିକ ସୁଖୀ ଏମାନେ ସଦା ମହାନନ୍ଦୀ। ଅଟନ୍ତି ସୁଜ୍ଞାନୀବନ୍ତ ଜାଣ ନିରବଧି। ଦେବ ସୃଷ୍ଟି ପରେ ବ୍ରହ୍ମା ପରମ ସନ୍ତୋଷ। ଜନ୍ମିଲା ହୃଦଏ ହର୍ଷ ଘୁଞ୍ଚିଗଲା କ୍ଲେଶ। ବ୍ରହ୍ମାଙ୍କ ତୃତୀୟ ସଂଖ୍ୟା ଏ ଦେବଙ୍କ ସୃଷ୍ଟି। ଦ୍ୱିତୀୟ ସଂଖ୍ୟା ଅଟଇ ପଶୁ ପକ୍ଷୀ ଗୋଷ୍ଠୀ। ତଦନ୍ତେ ପ୍ରକୃତି ଠାରୁ ସକଳ ମାନବ। ସୃଷ୍ଟି କଲେ ଅକସ୍ମାତେ ସେ କମଳ ଭବ। ସମ୍ଭବିଲେ ତମରଜ ଗୁଣରୁ ଏମାନେ। ଭୋଗ କଲେ ଦୁଃଖ ସୁଖ ବେନି ସଦା ଦିନେ। କହିଲଇଁ ଏହି ସୃଷ୍ଟିର ବିଷୟ। ଏହା ପରେ ଶୁଣ ବାବୁ ଚିତ୍ତ କରିଥୟ। କହୁଛି ଆବର କଥା ସଂଜ୍ଞାପନ କରି। ପରମ ନିଗୂଢ଼ ତତ୍ତ୍ୱ ବୁଝତ ପଚାରି। ପ୍ରଥମେ ବିଭୁଙ୍କ ଠାରୁ ମହତ୍ତତ୍ୱ ହେଲା। ଦ୍ୱିତୀୟ ତନ୍ମାତ୍ରା ମାତ୍ର ପ୍ରକାଶ ପାଇଲା। ତୃତୀୟ ଇନ୍ଦ୍ରିୟ ସମ୍ବନ୍ଧୀୟ ଯେ ଯାବତ। ଚତୁର୍ଥେ ଉଦ୍ଭିଦ ଗଣ ମୁଖ୍ୟ ସେ ତାବତ। ପଞ୍ଚମେ ତିର୍ଯ୍ୟକ ଯୋନି ପଶୁ ପକ୍ଷୀ ହେଲେ। ଷଷ୍ଠେ ସର୍ବଦେବ ଊର୍ଦ୍ଧ୍ୱ ସ୍ରୋତ ବୋଲାଇଲେ। ସପ୍ତମେ ହୋଇଲେ ଯେତେ ମନୁଷ୍ୟ ନିଶ୍ଚୟ। ଅବିଚିକାଶ୍ରମ ବୋଲି ଗଣନେ ନିଶ୍ଚୟ। ଅଷ୍ଟମ ସ୍ୱର୍ଗ ଯେ ଅନୁଗ୍ରହ ନାମେ ଖ୍ୟାତ। ସାତ୍ୱିକ ସୃଷ୍ଟି ଅଟଇ ଭୁବନେ ବିଦିତ। ନବମ ସ୍ୱର୍ଗ ପ୍ରସିଦ୍ଧ ଜାଣ କୌମାରାଦି। ସନତ କୁମାର ଆଦି ସର୍ବ ଯେ ପ୍ରସିଦ୍ଧି। ସେ କୌମାର ଦ୍ୱିପ୍ରକାର ଶୁଣ ଦେଇ ଚିତ୍ତ। ପ୍ରାକୃତି ବୈକୃତ ନାମ ସର୍ବସ୍ଥାନେ ବ୍ୟକ୍ତ। ହେ ମୈତ୍ରେୟ ଏତ ନବ ପ୍ରଜାପତି ସୃଷ୍ଟି। ଏକେ ଏକେ କହିଲଇଁ କରି ଜ୍ଞାନ ଦୃଷ୍ଟି। ଆବର ବ୍ରହ୍ମାଙ୍କ ଅନ୍ୟ ସୃଜନ କଥନ। ଶୁଣିବାକୁ ତୁମ୍ଭର କି ହେଉଅଛି ମନ। ମୈତ୍ରେୟ ବାଚ ବୋଇଲେ ମୈତ୍ରେୟ ଋଷି
ଯୋଡ଼ିବେନି କର। ତୁମ୍ଭେ ଯାର ଗୁରୁଦେବ ଭୟ କିବା ତାର। आहे महात्मा तुम्भे ए दास समीपे। देवादीଙ୍କ सृष्टि क्रमे बनिल संक्षेपे। मात्र विस्तारित रूप शुणिबाकु मोहि। अति आग्रह मो चित्ते जन्मुछि गोसाई। से प्रसंग कुह गुरु निज कृपा गुणे। चरितार्थ हेबि मोहि शुणिण श्रवणे। पराशर उवाच मैत्रेय ऋषिंकर अनुनय घेनि। सदय हृदरे तहु पराशर मुनि। आपणा शक्ति प्रभावे हस हस होई। परम निगूढ़ तत्व कहन्ति बुझाई। हे मैत्रेय मन देई शुण आनंदरे। प्रजापति ब्रह्मांकर इच्छा अनुसारे। देवता मानव गण तीर्यकादि जेते। स्थावरादि करि एहि चारिंक सहिते। सकल प्रजाए भले जन्मिले संसारे। संहार होइथिले जे प्रलय कालरे। पूर्वे जन्मार्जित निज कर्म फल मान। दुरादृष्ट शुभाशुभ न हुए खंडन। संस्कार बसरे तम गुणरु धातार। जंघन दसु असुरे होइले संचार। तममय भाव धाता परित्याग कले। तेजिबाकु सत्व गुण मनरे पांचिले। सत्व गुण देवताए होइले उद्भव। अवहेळे त्याग हेला तांकर से भाव। सेहि भाव त्याग जेणु हेला ब्रह्मांकर। दिवस उदय हेला एकथाटी सार। एहेतु दैत्य गण निशारे प्रबल। देवंक दश दिवसे प्रकाशे केवल। तदन्ते सात्विक भावे आविष्ट होइले। बेनि पार्श्व पितृगण क्रमे जनमिले। पितृगण सृष्टि अन्ते देवते जुबहि। जेतहु देहु जन्म हेले संध्या दुई। हे मैत्रेय ऋषि पुणी राजस देहरु। राजस मानवे जात पद्मासन ठारू। से अन्ते विधाता बाजी बारे से शरीर। प्रभात काले उदित होइण सत्वर। एहि कारण प्रभात कालरे मानवे। बलियार होइथान्ति जान एहि भावे। शुणी पितृगण साय काल बलवान। एकथा निश्चय करी बुझ तपोधन। ए अन्ते कमलासन अन्य रूप हेले। विधान रे रजगुण आश्रय करिले। रजरूपी शरीर को धरन्तेण बिहि। तहु पूजिले क्षुधा कोप एहि दुई। पुणी अंधकारे ब्रह्मा करि अवस्थान। क्षुधार्थ प्राणी को सृष्टि कले से विधान। जटा शुश्रुधारी से ही विरूपाकार। सर्वदा करन्ति क्षुधा लागी हाहाकार। से काले से खाइबाकु किछि न पाइले। धातांकु भक्षिबा पाई अग्रसर हेले।
ବୋଇଲେ ସେ ରକ୍ଷା କର ତହିଁ। ରାକ୍ଷସ ହେଲେ ସେମାନେ ସାର କଥା ଏହି, ଯେଉଁମାନେ ଖାଇବାକୁ ଉଦ୍ୟତ ହୋଇଲେ, ସେମାନେ ଯମ ନାମରେ ବିଖ୍ୟାତ ହୋଇଲେ। ସେ ଯକ୍ଷାସୁରଙ୍କୁ ଚାହିଁ ସୃଷ୍ଟିକର୍ତ୍ତାଙ୍କର ମସ୍ତକର କେଶ ଭାର ପଡ଼ିଲା ଭୂମିର। ଶିରହୀନ ହୋଇ କେଶ ପଡ଼ନ୍ତେ ଧରାରେ, ଆବର ଉଠିଲା ସେହୁ କ୍ଷଣକ ମଧ୍ୟରେ। ତହିଁରୁ ଯେ ଜାତ ହେଲେ ଏହି ସର୍ପ ଦୁଇ, ପତନେ ଅହି ଉତ୍ଥାନେ ସର୍ପ ନାମ ବହି। ଏହା ପରେ କଲେ ଧାତା ରାଗ ପରକାଶ, ଗାନ କରି ମଧୁସ୍ୱରେ ପୁରାଇଲେ ଆସ। ତହୁଁ ସେ ଗନ୍ଧର୍ବ ଗଣ ହୋଇଲେ ଉଦ୍ଭବ, ବିଧାତାଙ୍କ ଶରୀରରୁ ଉତ୍ପନ୍ନ ସରବ। ଗାନେ ଶୁଣି ପୁଣ ସଦା ବର୍ଣ୍ଣ ସୁଖାନନ୍ଦ, ତା ଶବ୍ଦର ଅର୍ଥ ଗୀତ ଅବା ବାକ୍ୟ ପଦ। ୟନ ଶବ୍ଦର ଯେ ଅର୍ଥ ଅଟେ ଉଚ୍ଚାରଣ, ଏବେ ନିଶବ୍ଦ ସଂଯୋଗେ ଗାୟନ ହୋଇଣ। ଗାୟନରୁ ଶେଷ ରବେ ଜାତ ହେଲେ ଯେଣୁ, ଗନ୍ଧର୍ବ ନାମ ବିଧାନେ ବହିଲେ କୋତେଣୁ। ପଶୁ ପକ୍ଷୀ ସୃଷ୍ଟି କଥା ଶୁଣ ଦେଇ ମନ, ତଦୁତାରେ ସୃଷ୍ଟିପତି ପ୍ରଭୁ ପଦ୍ମାସନ। ଆପଣା ଦେହରୁ ଆପେ ଆନନ୍ଦିତ ମନେ, ସୃଜିଲେ ବିହଳ କୂଳ ଅତ୍ୟନ୍ତ ଯତନେ। ତଦନ୍ତେ ବହି ଦେଶରୁ ମେଷ ଗଣନ, ଜାତ କଲେ ମୋଦ ଭରେ ଚତୁର ଆନନ। ମୁଖରୁ ତାଙ୍କର ଛାଗ ପଶୁ ଜାତ କଲେ, ଉଦରୁ ପୁଣି ପାର୍ଶ୍ୱସ୍ଥ ଗୋଜାତି ଜନ୍ମିଲେ। ସେ ବ୍ରହ୍ମାଙ୍କ ଶ୍ରୀଚରଣ ଯୁଗଳରୁ ପୁଣି, ଜନମିଲେ ଅଶ୍ୱତର ହସ୍ତି ଅଶ୍ୱ ଶ୍ରେଣୀ। ଗୟଳ ଗଣ୍ଡା ସରଭ ମୃଗ ଉଷ୍ଟ୍ରଗଣ, ଆରମ୍ଭିତେ ଜାତ ହେଲେ ଆଚମ୍ବିତେ ଜାତ ହେଲେ ଆହେ ତପୋଗଣ। ଆଉ ଯେ ତିର୍ଯ୍ୟକ ଜାତି ଜନ୍ମିଲେ ଯେତେକ, କେତେ କହିବି ତାହା ମୁଁ କରି ଏକ ଏକ। ତିର୍ଯ୍ୟକ ମାନଙ୍କ ନାମ ଅଟେ ଅଗଣନ, କହି ବସିଲେ ହୋଇବ ଅସରନ୍ତି ଜାଣ। ତାହାଙ୍କ ଲୋମାବଳୀରୁ ଜାତ ଫଳ ମୂଳ, ସେହି ଲୋମରୁ ସମ୍ଭୂତ ଔଷଧି ସକଳ। ଯାହା ବିଲୋକନ କରି ନିଜେ ବେଦବର, ଆନନ୍ଦରେ ମଜିଲେ ସେ ପୁଲକ ଅନ୍ତର। ସମସ୍ତ ସୃଷ୍ଟି ଏ ରୂପେ କଲେ ସେ ଭିଆଣ, ସୃଜନ କରତା ବିଷ୍ଣୁ ବ୍ରହ୍ମା ନାରାୟଣ। ତ୍ରେତା ଯୁଗ ପ୍ରାରମ୍ଭରେ ଚିନ୍ତି ନିଜ ଚିତ୍ତେ, ପାଞ୍ଚିଲେ ଉତ୍ତମ ବୁଦ୍ଧି ଜୀବଙ୍କର ହିତେ। ପଶୁ ପକ୍ଷୀ ଔଷଧି ବଞ୍ଚିବେ ଯେ ସନେ, ତାଙ୍କ ପାଇଁ ବନେ କଲେ ବ୍ୟବସ୍ଥା ତେସନେ। କଳ୍ପାଦିରେ ପଶୁ ଔଷଧି କି ସୃଜିବି, ତ୍ରେତାରମ୍ଭେ ଯଜ୍ଞ କର୍ମ ନିଯୋଗିଲେ ତହିଁ। ଛେଳି ମେଣ୍ଢା ଓଟ ମାର୍ଜାର କୁକୁର, ଗର୍ଦ ଭୋଗ ଜାତି ପୁଣି ଖର ସତର। ମହିଷାଦି ଗ୍ରାମ୍ୟ ପଶୁ ଏମାନେ ଅଟନ୍ତି, ବନ ପଶୁଙ୍କର ନାମ
ଶୁଣ ଦେଇ ମତି। ବ୍ୟାଘ୍ର ଭଲ୍ଲୁକ ଶାର୍ଦୁଳ ସିଂହ ହସ୍ତୀ ଗଣ, ମର୍କଟ ଗଣ୍ଡା ଗୟଳ ସମ୍ବର ହରିଣ, ନାନା ପଶୁ ପକ୍ଷୀ ଆଦି ଏହି ପ୍ରକାରେ, ଗର୍ଭାଦି ସହିତେ ଜନ୍ତୁ ରହନ୍ତି ବନରେ। ଦୁଇ ଶ୍ରେଣୀ ପଶୁ ଜାତ କଲେ ହି ମତେ, ଥୋକାଏ ଗ୍ରାମେ ରହିଲେ ଥୋକାଏ ବନସ୍ତେ। ଏଥୁ ଅନ୍ତେ ପଦ୍ମାସନ ବ୍ରହ୍ମାଦି କନ୍ଦ, ମନ ମଧ୍ୟେ ଅତିଶୟ ହୋଇଣ ଆନନ୍ଦ। ଜାତ କଲେ ଅକସ୍ମାତେ ନାନାଦି ବିହଗ, ଜଳଚର ସ୍ଥଳଚର ହେଲେ ଦୁଇ ଭାଗ। ଭୂଚର ଖେଚର ପ୍ରାଣୀ କେ କରେ ଗଣନ, କଚ୍ଛପ ସରୀସୃପାଦି ଜୀବ ପଣ ପଣ। ଜାତ କଲେ ନାନାବିଧ କୀଟ ପତଙ୍ଗାଦି, 56 କୋଟି ସଂଖ୍ୟକ ପ୍ରାଣୀଙ୍କି ସମ୍ପାଦି। ତ୍ରିବୃତ ଷ୍ଟୋମ ଗାୟତ୍ରୀ ଆଦି ଯେ ସୃଜିଲେ, ସାମବେଦ ଋକୁବେଦ ମନ୍ତ୍ର ସହ କଲେ। ପୂର୍ବ ମୁଖ ଜନ୍ମିଲେ ଅଗ୍ନିଷ୍ଟୋମ ଆଦି, ଦକ୍ଷିଣ ମୁଖ ସୃଜିଲେ ପୁଣି ବ୍ରହ୍ମବାଦୀ। ତ୍ରୟ ଶୁଭ ଛନ୍ଦ ସୌମ୍ୟ ପଞ୍ଚଦଶ ଜାଣ, ଯଦୁର୍ବେଦ ଋକୁ ସହିତରେ ବୃହତ୍ ସାମ। ପଶ୍ଚିମ ମୁଖରୁ ପୁଣି ଭିଆଇଲେ ବିଧି, ସର୍ବଶାସ୍ତ୍ର ସପ୍ତଦଶ ସଂଖ୍ୟା ବିଧି ଆଦି। ଜଗତି ଛନ୍ଦ ଯେ ବଇ ରୂପତି ରାତ୍ରକୁ, ପ୍ରକାଶ କରିଲେ ବିହି ଉଲ୍ଲୁ ସାଇବୁକୁ। ଉତ୍ତର ବଦନୁ ଅନୁ ଷ୍ଟାର ଛନ୍ଦ ସ୍ତୋତ୍ର, ଅଥର୍ବ ବୈରାଜ ଜାତ କଲେ ପରମ ବ୍ରହ୍ମ। ଆବର ସୋମ ସଂସ୍କାର ଉତ୍ପନ୍ନ କଲେ, ଏହିପରି ଚାରି ମୁଖୁ ଏସବୁ ଜନ୍ମିଲେ। ନିଜ ବଦନରୁ ଦେବ ମନ୍ତ୍ରାଦି ପ୍ରକାଶ, ଯହିଁରେ ପୁରଇ ଯିବ କର ଅଭିଳାଷ। ଏମନ୍ତେ ଶ୍ରୀନାରାୟଣ ବ୍ରହ୍ମା ଦୟାମୟ, ଗନ୍ଧର୍ବ ଅପସରାଜେ ଦେବ ସମୁଦାୟ। ମାନବ କିନ୍ନର ପଶୁ ପକ୍ଷୀ ଯେ ରାକ୍ଷସ, ସ୍ଥାୟୀ ଅସ୍ଥାୟୀ କରିଣ ସୃଜିଲେ ଅଶେଷ। ସ୍ଥାବର ଜଙ୍ଗମ ପ୍ରାଣୀ କଲେ ସର୍ବଜାତ, ନିଜେ ସୃଜି ସାରି ନିଜେ ହୋଇଲେ ମୋହିତ। ଏ ସର୍ବଜୀବେ ଯେତେକ ପୂର୍ବା ପୂର୍ବ କଳ୍ପେ, ଯେଉଁ ରୂପେ କର୍ମ ଯେବା କଲେ ବେଶୀ ଅଳ୍ପେ। ସୃଷ୍ଟି କାଳରେ ସେମାନେ ସ୍ୱଭାବ ବଶତ, ସେହି ରୂପେ କର୍ମେ ଲିପ୍ତ ହେଲେ ଯେ ସନ୍ତତ। ଆହେ ଋଷି ବର ଯାହା ଦେଖୁଛ ଜଗତେ, ହିଂସ୍ର କଣ ହିଂସ୍ରକ ଆଦି ନର ଯେତେ। ଅଧାର୍ମିକ ସୁଧାର୍ମିକ ପୁଣି ମୃଦୁ କ୍ରୂର, ମିଥ୍ୟାବାଦୀ ସତ୍ୟନିଷ୍ଠ ବୋକା ସୁଚତୁର। ସମୁଦାୟ ଜାଣ ପୂର୍ବ ସଂସ୍କାର ବସରେ, ସରଜନା କଲେ ଧାତା ପରମତ ସରେ। ଜଳଚର ସ୍ଥଳଚର ଜୀବାଦି ସମସ୍ତେ, ଅନ୍ନ ଜଳ ତୃଣ ଆଦି ଭକ୍ଷ ଅଛି ଯେତେ। ସବୁରି କରତା ଏକ ଅଟନ୍ତି ଯେ ଧାତା, ଆଉ କି କହିବି ଋଷି ତୁମ୍ଭେ ସର୍ବଜ୍ଞାତା। ସେ ଏକା ସେହି ବେଦରୁ ଜନ୍ମ ମାନବର, ଭୂତ ଆଦି ସମୁଦାୟ
କ୍ରିୟାକଳାପର ନାମ ରୂପ ଆକୃତ୍ୟାଦି ନିର୍ଦ୍ଧାରିତ କରି ଦେଇଛନ୍ତି ସୁନିଶ୍ଚିତ ଜାଣତ ପଚାରି। ଏହି ରୂପେ ଶୀତ ବସନ୍ତାଦି ଋତୁ ଚୟ ଫଳ ପୁଷ୍ପ ଆଦି ଯେତେ ଦେଖ ସମୁଦାୟ। ପୂର୍ବେ କଳ୍ପ ପ୍ରାୟ ଶୋଷ ପ୍ରକୃତ୍ୟାନୁଯାୟୀ ପ୍ରତ୍ୟେକ କଳ୍ପରେ ସଂସାରେ ଉପଜଇ। ସେହି ବ୍ରହ୍ମ ନାରାୟଣ ପୁନଃ ପୁନଃ ଜାଣ ଏହି ମତେ ପ୍ରତି ଜନ୍ମେ କରନ୍ତି ଭିଆଣ। ବଦନ୍ତେ ମୈତ୍ରେୟ ମୁନି ପାଶେ ପରାଶର ଶୁଣି ମୁନି ଗଣ ହେଲେ ଆନନ୍ଦ ପାର। ଘନଶ୍ୟାମ ସୁତ କୃତ ଏ ପ୍ରାକୃତ ପଦ ବିଷ୍ଣୁ ଭକ୍ତ ମାନଙ୍କର ଉଲ୍ଲସଇ ହୃଦ। ବିଷ୍ଣୁ ଭକ୍ତ ପରାୟଣ ହୁଏ ଯେଉଁ ପ୍ରାଣୀ ଚାଣ୍ଡାଳ ହେଲେ ତାକୁ ମୁନି ମଧ୍ୟ ଗଣି। ବିଷ୍ଣୁ ଭକ୍ତ ହୀନ ହେଲେ ବ୍ରାହ୍ମଣ ଅଧମ ଚାଣ୍ଡାଳ ହୁଁ ଅଧିକ ଅଟଇ ନିଚତମ। ସମସ୍ତ ଶାସ୍ତ୍ର ପୁରାଣେ ଅଛି ଏକ କଥା ପୂଜା ପାଏ ବିଷ୍ଣୁ ଭକ୍ତ ପ୍ରାଣୀ ଯଥା ଯଥା। କିବା ବିପ୍ର କିବା ଶୂଦ୍ର ଯେ ବିଷ୍ଣୁ ଭକ୍ତ ତାଙ୍କ ପାଦ ତଳେ ମୋର କୋଟି ଦଣ୍ଡବତ। ଆହେ ନର ନାରୀ ମାନେ ବିଷ୍ଣୁ ଭକ୍ତି କର ଅନ୍ତିମ କାଳରେ ନ ଦଣ୍ଡିବ ଦଣ୍ଡଧର। ବିଷ୍ଣୁ ପୂଜା ବିଷ୍ଣୁ ଧ୍ୟାନେ ରଖ ମନ ପ୍ରାଣ ସକଳ ପାପରୁ ତୁମ୍ଭେ ହେବ ପରିତ୍ରାଣ। ସାନ ବଡ଼ ସମସ୍ତଙ୍କୁ ଏହି ଅଳି ମୋର ବିଷ୍ଣୁ ଭଜି ମୋ ମସ୍ତକେ ଦିଅ ହେ ପୟର। ଅପୂର୍ବ ଚରିତ ଅଟେ ଏ ବିଷ୍ଣୁ ପୁରାଣ କ୍ଷେତ୍ରବାସୀ ବିଷ୍ଣୁ ପାଦେ ମାଗଇ ଶରଣ। ଇତି ଶ୍ରୀ ମହାବିଷ୍ଣୁ ପୁରାଣେ ପ୍ରଥମ ଖଣ୍ଡେ ଦେବ ଦାନବାଦି ସୃଷ୍ଟି ବିବରଣେ ନାମ ପଞ୍ଚମ ଅଧ୍ୟାୟ। ଷଷ୍ଠ ଅଧ୍ୟାୟ ଚତୁର୍ବର୍ଣ୍ଣ ମାନବ ସୃଷ୍ଟି ଓ ଚତୁର୍ବର୍ଣ୍ଣ ସ୍ଥାନ ନିରୂପଣ ବିସ୍ତୃତ ବର୍ଣ୍ଣନା। ମୈତ୍ରେୟ ଉବାଚ ପରାଶରଙ୍କ ମୁଖରୁ ଶୁଣି ସାର ବାଣୀ ଭକ୍ତି ଭରେ ମୈତ୍ରେୟ ଯୋଡ଼ିବେନି ପାଣି। ବୋଇଲେ କହିଲେ ଯାହା ହେ ଗୁରୁ ଆପଣ ଅକପଟ ଚିତ୍ତେ ତାହା କଲି ମୁଁ ଶ୍ରବଣ। ବଡ଼ ବିଚିତ୍ର ବ୍ରହ୍ମାଙ୍କ ସୃଷ୍ଟିର କାହାଣୀ ଜ୍ଞାନୀ ବିନା ତତ୍ତ୍ୱ କିଏ ପାରିବ ବା ଜାଣି। ସଂକ୍ଷେପରେ ଯେଣୁ ଗୁରୁ କଲତା ବର୍ଣ୍ଣନ ଭଲ ଭାବେ ବୋଧ ମୋର ନୋହିଲା କମନ। ମାନବ ସୃଷ୍ଟିର କଥା ବିସ୍ତାରିତ ଭାବେ ସଦୟ ହୃଦୟେ ତାହା କୁହ ମୋତେ ଏବେ। ଚାରି ବର୍ଣ୍ଣ ଉପବର୍ଣ୍ଣ ଆଦି ଯେତେ ନରେ ସେମାନଙ୍କ ନିରୂପଣ ସ୍ଥାନ ଯେ ସନରେ। ନୀତି ରୀତି ବ୍ୟବହାର ଆଚାର ବିଚାର କାହାର କିପରି ମୋତେ କୁହ ସେ ଖବର। ଜାତ ଗୁଣ କର୍ମ ଆଦି ଯାଉଛି ନିର୍ଦ୍ଦିଷ୍ଟ ବୁଝାଇ କୁହନ୍ତୁ ମୋତେ ଆହେ ଗୁରୁ ଶ୍ରେଷ୍ଠ। ଅର୍ବାକ ଶ୍ରୋତା ମାନଙ୍କ ବିଷୟରେ ଯାହା କହିଅଛ ମହାମୁନି ମୋ ଆଗରେ ତାହା। ଯେପରି ସୃଜିଲେ ପ୍ରଭୁ କମଳ ଆସନ ସଂଶୟ ଫିଟାଇ ତାହା କୁହ ତପୋଧନ।
सकल वर्णरे कर्म गुण व्यवहार सरजी अछंती धाता जेमंत प्रकार ब्राह्मण क्षत्रिय आदि जा विहित कर्म गोटी गोटी बुझाइण कुहंतु से मर्म एहि निवेदन मात्र करुअछि दास सुप्रसन्न चित्ते गुरु करन्तु प्रकाश। पराशर उवाच मैत्रेयଙ୍କ वचने से पराशर ऋषि अति आनंदे कहिले ताहांकु आश्वासी आहे द्विज श्रेष्ठ शुण मन कर्ण देई तुम्भंकु से सबु कथा कहुछि बुझाई से सूक्ष्म ब्रह्म मुखरु प्रजाए सरबे जात होइछन्ति तत्व गुणी से स्वभावे ब्रह्म बक्षरु जन्म रजन्द्रिक्त प्राणी से प्रजा माने सहजे छन्ति रजगुणी उरुदेशु रजोतम प्रजा उत्पन्न आदरिले पुण्यनु सारे कर्म मान धातांक पाद जुगलु जनमिले जेहु संपूर्ण रूपे अटंती तम गुणी सेहु ब्राह्मण क्षत्रिय वैश्य शूद्र चारि वर्ण मुख बक्ष उरुपादु हेले अवतीर्ण यज्ञ निष्पत्ति कारणे माता स्वयं लभे ए उत्तम चारि वर्ण भावी सरजिले एहि चारि जाति भद्र अभद्र नाम रे श्रेणीबद्ध होई ख्याति इह जगत रे यज्ञ संपादना अर्थे एहि चारि वर्ण विद्या बुद्धि बळे धाता करिले सृजन देवे मानंक यज्ञ कारण अटंती जे जाहार मते यथा समय पालंती यथा काले सची पौरु देव आखंडल प्रजा मानंकर हिते बरसंती जल सेहि जल साहाଯ୍ୟରେ सर्व प्रजा माने तत्पर हुअन्ति जे शस्य उत्पादने नानाविध कृषि करी आनंद मनरे चलाचल हेउथांती रही निज घरे अहरह जेउमाने सुधर्मरे रत गमन करन्ति सत पथरे सतत सेहि बुद्धिमंत प्राणी माने मोद भरी तोसु थांति यज्ञ पुरु शंक यज्ञ करी यज्ञ कर्म अटे प्रजा मंगल हेतु सुधार्मिक माने जेणु निष्पादन्ति क्रतु मनुष्य माने सरबे यज्ञ कर्म फले स्वर्ग अपवर्ग कुजे पांति अंत काले दुर्लभ मानव जन्म अटे का सार जेणु दिव्य ज्ञान उदे हुए जीवर यज्ञ विधि अनुसारे चतुर मानवे निज कल्याण निमंते तोष सर्वदेवे मानव जा कर्म फल समर्पी दियंती सर्वदेवमय हरि सादरे घेनंती अधिक कि कहिबि मु तुम्भरि आगरे मानव जातिटी श्रेष्ठ प्राणी मर्त्य पुरे सुकर्म बसरे करे अभिलाष पूर्ण सुकर्म बसरे सत्य
ଲୋକେ ପାଏ ସ୍ଥାନ। ସୁକର୍ମ କରି ମାନବ ଲଭେ ଦିବ୍ୟ ଭାଗ। ସୁକର୍ମେ ଖଣ୍ଡଇ ଜନ୍ମାନ୍ତର ପାପ ଭାଗ। ହେ ମୈତ୍ରେୟ ଚାରି ବର୍ଣ୍ଣ ସ୍ଥିତି ନିମିତ୍ତରେ ଶୁଦ୍ଧ ଚେତା ଧାତା ପ୍ରଜା ପୁଞ୍ଜ ସୃଷ୍ଟି କରେ। ଆଚାର ଶ୍ରଦ୍ଧା ସମ୍ପନ୍ନ ସର୍ବ ପ୍ରଜାଗଣ ଅନୁଷ୍ଠାନେ ହେଲେ ସର୍ବେ ସୁନିର୍ମଳ ପ୍ରାଣ। ତାଙ୍କ ଶୁଦ୍ଧ ମନ ଭାବ ଜାଣିଦେବ ହରି। ହୃଦ ପଦ୍ମେ ବିରାଜନ୍ତି ଆପଣେ ଆଦରି। ତେଣୁ ଦିବ୍ୟ ଜ୍ଞାନ ହୁଏ ମାନବର ଉଦେ। ଚିହ୍ନି ପାରଇ ହରିଙ୍କି ଆପଣାର ହୃଦେ। ଆବର କଥାଏ ତୁମ୍ଭେ ମନ ଦେଇ ଶୁଣ। ପୂର୍ବେ ରହିଥିଲେ ଭବେ ଯେତେ ପ୍ରଜାଗଣ। ଅରଣ୍ୟଗିରି ଗୁହାରେ କରିଥିଲେ ଦାସ। ବାଧା ବିଘ୍ନ ଯାହାଙ୍କର ନଥିଲା ହେଲେଶ। ସଦା ଶୁଦ୍ଧାଚାରେ ସେହୁ ହୋଇନି ମଗନ। କରନ୍ତି ବିଷ୍ଣୁଙ୍କ ପୂଜା ବନ୍ଦନା ଓ ଧ୍ୟାନ। ଅନନ୍ତର ସତ୍ୟ ଯୁଗ ଅବସାନ କାଳେ। ସାମାନ୍ୟ ସୁଖ ନିମନ୍ତେ ଏ ମହିମଣ୍ଡଳେ। ମହାଦୁଃଖ ଜନର୍କେ ଯେ ତାପରାଗ ରୂପ। ଜାତ ହେଲେ ଧରାରେ ଯହିଁ ମହାପାପ। ସେହି ଗୁରୁତର ପାପ ଜାଣ ଧର୍ମାଦି। ତହିଁରୁ ଯେ ଲୋଭ ତମ ଜନ୍ମେ ନିରବଧି। ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଯାହା। ଏଥେ ନିତାନ୍ତ ବିରୋଧୀ ଜାଣ ଋଷି ନାହା। ରାଗ ହେତୁ ସର୍ବସିଦ୍ଧି ବିନାଶ କରଇ। ରାଗରୁ ମହା ଅନିଷ୍ଟ ଘଟନ ଘଟଇ। ଗ୍ରୀଷ୍ମ ବର୍ଷା ଆଦି ଯେତେ ଋତୁର ସନ୍ତାପ। ଭୋଗ କରନ୍ତି ତାହାସ ଘଟୁ ମହାପାପ। ସେ କାଳେ ସେମାନେ ଦସ୍ୟୁ ଠାରୁ ଦ୍ରବ୍ୟ ଧନ। ପୁଣି ରକ୍ଷା ଅର୍ଥେ ସ୍ୱୀୟ ଶରୀର ଜୀବନ। ଜଳମୟ ଦୁର୍ଗା କିମ୍ବା ପର୍ବତ ବେଷ୍ଟିତ। ସକଳ କଲେକ ଗୃହ ରହିବା ନିମିତ୍ତ। ରାଜଗାଦି ଆଦି ଦାନ ମାନ ସ୍ଥାପିତ ହିଁ। ମହାସୁଖରେ ରହିଲେ ସୁନିଶ୍ଚିତ ହୋଇ। ହେ ମୈତ୍ରେୟ ତପୋଧନ ମନ ଦେଇ ଶୁଣ। କରିବାକୁ ନ ଭୂଷିତ ତାପ ନିବାରଣ। ପୁଣି ଚୌର ଭଏ ଧନ ଦେହାଦି ରକ୍ଷଣେ। ନଗ୍ର ଗ୍ରାମ ମାନ ନିର୍ମାଣିଲେ ସେ ବିଧାନେ। ତଥି ମଧ୍ୟେ ବାସ କରି ସୁଖରେ ରହିଲେ। କୃଷି କର୍ମେ ବହୁ ଶସ୍ୟ ଉତ୍ପାଦନ କଲେ। ମହାପରିଶ୍ରମ କୃଷି କାର୍ଯ୍ୟରତ ହୋଇ। ଯତନେ ବୁଣିଲେ ଶସ୍ୟ ବିହନକୁ ନେଇ। ଯବ ଗହମ ଚଣକ ତିଳ ବିରି ଧାନ। ହରଡ଼ ବୁଟକ ମୁଗ ଖାଦ୍ୟ ଯେ ବିଧାନ। ନାନାବିଧ ଶସ୍ୟମାନ ଅମଳ ସେ କଲେ। ଯଜ୍ଞ କାରଣେ କେବଳ ପରିଶ୍ରମୀ ହେଲେ। ବହୁ ଖାଦ୍ୟ ପଦାର୍ଥ ଯେ କଲେ ସମ୍ପାଦନ। ଯତନେ ଯଜ୍ଞ କର୍ମରେ ବଳାଇଲେ ମନ। ହେ ମୈତ୍ର କି କହିବି ତୁମ୍ଭ ଆଗେ ମୁହିଁ। ଏଥୁ ଅନନ୍ତରେ କଥା ଶୁଣ ମନ ଦେଇ। ବିଷୟାଦି ଭୋଗେ ସଦା ଯେଉଁମାନେ ଲିପ୍ତ। ସେମାନେ ନୁହନ୍ତି ଦେବେ କରିବାକୁ ତୃପ୍ତ।
ଦେବ ନିନ୍ଦା କରି ଅନୁକ୍ଷଣ ସେ ହୁଅନ୍ତି। ଦିବସ ସର୍ବରି ଦେବ କନ୍ୟାକୁ ନିନ୍ଦନ୍ତି। ବେଦ ଧର୍ମେ ଯଜ୍ଞ କର୍ମେ ଦିଅନ୍ତି ଯେ ବାଧା। ହରନ୍ତି ଦେବ ଦ୍ରବ୍ୟକୁ ପାଇଲେ ସୁବିଧା। ସେହି ହେତୁ ପଦ୍ମାସନ କଲେ ବିଧାନ। ହେବ ବୋଲି କୃଷି କର୍ମେ ଜୀବିକା ଧାରଣ। ବିପ୍ରର ଗ୍ରାହସ୍ୟ ଶୁଦ୍ଧ ଆଶ୍ରମର ଧର୍ମ। ବ୍ୟବସ୍ଥା ଯୋଜନ ପୁଣି ଯାଜନ ଯେ କର୍ମ। ଅଧ୍ୟୟନ ଅଧ୍ୟାପନ ଦାନ ପ୍ରତିଗ୍ରହ। ଅଧ୍ୟୟନ ସଟ କର୍ମ ଏ ଜାଣ ହେ ମୈତ୍ରେୟ। କ୍ଷତ୍ରିୟ ମାନଙ୍କ କର୍ମ ବ୍ୟବସାୟ ଯୁଦ୍ଧ। ସଂଗ୍ରହ ପ୍ରଜା ପାଳନ କାର୍ଯ୍ୟରେ ପ୍ରସିଦ୍ଧ। କୃଷି ଆବର ବାଣିଜ୍ୟ ବୈଶ୍ୟଙ୍କର କର୍ମ। ସେବାଟି ଅଟଇ ଶୂଦ୍ର ଜାତିଙ୍କର ଧର୍ମ। ଏ ଚାରି ବର୍ଣ୍ଣଙ୍କ କର୍ମ ଏହି ମତେ ବୁଝ। ଯେ ଯାହାର ଧର୍ମ ପାଳି ପ୍ରକାଶିବେ ଓଜ। ଯେ କରନ୍ତି ଯଥାର୍ଥରେ ଅଧର୍ମ ପାଳନ। ଯେଉଁ ଲୋକ ସେବା କାର୍ଯ୍ୟେ କରିବେ ଗମନ। ମନେ ମନେ ପଦ୍ମାସନ ସ୍ଥିର କଲେ ଯାହା। ବର୍ଣ୍ଣନା କରୁଛି ତୁମ୍ଭ ସାକ୍ଷାତରେ ତାହା। ଅଗ୍ନିହୋତ୍ର ବିପ୍ରଗଣ ଯାଗ ପ୍ରଭୃତିରେ। କ୍ରିୟାବାନ ହେଲେ ଯେବେ ରହି ସ୍ୱଧର୍ମରେ। ତାହାଙ୍କର ବ୍ରହ୍ମଲୋକ ହୋଇବ ଯେ ଗତି। ପ୍ରଜାପାତ୍ୟ ସ୍ଥାନ ବୋଲି ଯାହାକୁ କହନ୍ତି। ଯୁଦ୍ଧରୁ ପ୍ରତ୍ୟାଗତ କ୍ଷତ୍ରିୟ ପ୍ରବୀଣ। ତାଙ୍କ ପାଇଁ ସ୍ଥାନ ସ୍ଥିର କଲେ ପଦ୍ମାସନ। ଯେ ଯେବେ ପ୍ରଜା ପାଳନ କାର୍ଯ୍ୟ ଦକ୍ଷ ହୁଏ। ନିଶ୍ଚୟ ଇନ୍ଦ୍ର ଲୋକରେ ସ୍ଥାନ ସେହୁ ପାଏ। ସମ୍ମୁଖ ସଂଗ୍ରାମ କରି ଯେ କ୍ଷତ୍ରିୟ ବୀର। ଯଦି ନିଜ ପ୍ରାଣ ହାରେ ଆହେ ଋଷିବର। ଇନ୍ଦ୍ରଲୋକେ ତାହାଙ୍କର ଗତି ଯେ ହୋଇବ। ଏ ବିଧି ନ କଲେ ଭାବି ସ୍ୱୟଂ ଜୀବ ଧବ। କୃଷି ବାଣିଜ୍ୟରେ ବୈଶ୍ୟ ନିପୁଣତା ହେଲେ। ସୁମହତ୍ଵ ଦେବ ଲୋକ ପାଇବ ସେ ଭଲେ। ସେବା ପରାୟଣ ହେବେ ଶୂଦ୍ର ଜାତି ମାନ। ଗନ୍ଧର୍ବ ଲୋକେ ତାଙ୍କରି ହେବ ବାସସ୍ଥାନ। ବ୍ରହ୍ମଚାରୀ ମାନେ ମରୁ ସ୍ଥାନ ଦେବ ଲୋକେ। ବାନପ୍ରସ୍ଥି ସପ୍ତର୍ଷି ମଣ୍ଡଳେ ତପଲୋକେ। ଗୃହସ୍ଥଙ୍କ ବସତି ଯେ ପିତୃଲୋକେ ଅଟେ। ସନ୍ନ୍ୟାସୀ ରହଣି ସତ୍ୟ ଲୋକେ ନିଶ୍ଚୟ ଅଟେ। ଅମୃତ ଲୋକରେ ଯୋଗୀ ପୁରୁଷଙ୍କ ପାଇଁ। ନିଜ ମନେ ଭାବି ସ୍ଥାନ କରିଛନ୍ତି ବିହି। ଯେଉଁମାନେ ବାସୁଦେବ ମନ୍ତ୍ରରେ ଦୀକ୍ଷିତ। ଦ୍ୱାଦଶାକ୍ଷରକୁ ଚିନ୍ତୁଥାନ୍ତି ଅବିରତ। ଓಂ ନମୋ ଭଗବତେ ବାସୁଦେବାୟ ବୋଲି। ନିଷ୍କାମ ଚିତ୍ତରେ ସଦା ହେଉଥାନ୍ତି ଭାଳି। ବିଷ୍ଣୁ ନାମକୁ ଏକାନ୍ତେ ଜପୁଥାନ୍ତି ବସି। ସେ ହୁଅନ୍ତି ବିଷ୍ଣୁ ଲୋକେ ଶ୍ରୀ ବୈକୁଣ୍ଠବାସୀ। ପୁନର୍ଜନ୍ମ ନ ହୋଇ ତାହାଙ୍କର ଆଉ। ଲଭନ୍ତି ପରମ ପଦ ଯେଣୁ କରି ସେହୁ। ଏ ଅନ୍ତେ ଶୁଣ ମୈତ୍ରେୟ ଋଷି ମହାରଥା। କହୁଛି ମୁଁ ମହାପାପୀ ମାନଙ୍କର କଥା। ଯେ ବେଦ ନିନ୍ଦୁକ ଯଜ୍ଞ ବ୍ୟାଘାତ କାରକ। ନିଜ ଧର୍ମ କର୍ମ ତ୍ୟାଗ କରନ୍ତି ଯେ ଲୋକ।
ଅଷ୍ଟ ନରକ ଯାତନା ସେମାନଙ୍କ ପାଇଁ। ବ୍ରହ୍ମ ନାରାୟଣ ତାହା ଅଛନ୍ତି ଯେ ଭେଇ। ତାମସ୍ର ଅନ୍ଧକ ମିଶ୍ର ଏ ନରକ ବେନି। ମହାରୌରବ ରୌରବ କାଳସୂତ୍ର ଘେନି। ଘୋର ଅସି ପତ୍ରବନ ଅବିଚିମକ୍ତ ଥା। ଏ ଅଷ୍ଟ ନରକ ଅଟେ କହିଲଇଁ ଯଥା। ଏ ଅଷ୍ଟ ନରକ ଅଟେ କହିଲଇଁ ଯଥା। ମହାଯନ୍ତ୍ରଣାଦାୟକ ଏସବୁ ନରକ। ଭୋଗନ୍ତି ନିରତେ ବେଦ ନିନ୍ଦାକାରୀ ଲୋକ। ଯଜ୍ଞ କର୍ମରେ ଯେ ବାଧା ବିଘ୍ନକୁ ଘଟାନ୍ତି। ଏ ଅଷ୍ଟ ନରକେ ପଡ଼ି କଷ୍ଟ ସେ ଭୋଗନ୍ତି। ନିଜ ନିଜ ଇଷ୍ଟ ଧର୍ମ ନ ପାଳନ୍ତି ଯେହୁ। ଏ ଅଷ୍ଟ ନରକେ କ୍ଲେଶ ଭୋଗୁଥାନ୍ତି ସେହୁ। ମିଥ୍ୟାବାଦୀ ମିତ୍ରଦ୍ରୋହୀ ବଞ୍ଚକ ଯେ ପ୍ରାଣୀ। ଏ ଅଷ୍ଟ ନରକ ଭୁଞ୍ଜୁଥାନ୍ତି ଜାଣି ଶୁଣି। ବିଷ୍ଣୁ ଭକ୍ତ ଠାରେ ଯେବେ ହନ୍ତି ଅପରାଧୀ। ଏ ଅଷ୍ଟ ନରକ କଲେ ତାଙ୍କ ପାଇଁ ବିଧି। ବ୍ରହ୍ମା ବିଷ୍ଣୁ ଶିବେ ଯେବା ଭେଦ ଜ୍ଞାନ କରେ। ଏ ଅଷ୍ଟ ନରକ ସେହୁ ଭୋଗେ ନିରନ୍ତରେ। ମୈତ୍ରେୟଙ୍କୁ କହନ୍ତି ପରାଶର ଋଷି। ଶୁଣିଣ ମୈତ୍ରେୟ ପ୍ରେମ ନିରେ ଗଲେ ଭାସି। ବ୍ରହ୍ମା ଚିନ୍ତା ପର ସଦା ପ୍ରବୀଣ ସାଧକ। ମହାଜ୍ଞାନୀ ପରାଶରଙ୍କର ସାଧୁ ବାକ୍ୟ। ଅବଗତେ ଅନ୍ତର୍ଗତେ ଧ୍ୟାଇ ବିଷ୍ଣୁ ପଦ। ପୁଲକି ଉଠଇ ଭଗବାନ ଦାସ ହୃଦ। ଶ୍ରୀ ବିଷ୍ଣୁ ଲୀଳା ମାଧୁରୀ ଅପୂର୍ବ ରହସ୍ୟ। ଦିବ୍ୟ ଚାତୁରୀ ବିଭୂତି ଜ୍ୟୋତି ସମାବେଶ। ସମସ୍ତ ସୁଗନ୍ଧ ରସ ଏ ଗ୍ରନ୍ଥେ ପୁରୀତ। ବିଷ୍ଣୁପଦ ବିଷ୍ଣୁପଦୀ ବିଷ୍ଣୁଙ୍କ ଚରିତ। ଏ ପୁରାଣ ସଙ୍ଗେ ସର୍ବ ସାର ଗ୍ରନ୍ଥ ରସ। ଶ୍ରୀ ମହାଭାରତ ଭାଗବତ ହରିବଂଶ। ଏ ପୁରାଣ ଅଟେ ଗତି ମୁକତି ଭଣ୍ଡାର। ସକଳ ବେଦ ବେଦାନ୍ତ ଇତିହାସ ସାର। ଯେଉଁ ଜନ ଏ ଚରିତ କୀର୍ତ୍ତନ କରିବେ। ଯମଦୂତ ଗଣ ଦୁରୁ ଅପସରି ଯିବେ। ଏ ବିଷ୍ଣୁ ପୁରାଣ ମହା ଆନନ୍ଦର ସିନ୍ଧୁ। ପଢ଼ିଲେ ଶୁଣିଲେ ଲକ୍ଷ୍ମୀ ନ ଛାଡ଼ିବେ କନ୍ଧୁ। ଏ ବିଷ୍ଣୁ ପୁରାଣ ଅଟେ ସୁଧାମୟ ଜାଣ। ବୈଷ୍ଣବ ମାନଙ୍କର କୋଠ ଗଣ୍ଠି ଧନ। ଜ୍ଞାନର ଆକାଶ ଗଙ୍ଗା ଭକ୍ତି ମନ୍ଦାକିନୀ। ପ୍ରେମର ଅଳକା ନନ୍ଦା ସୁଧା ପ୍ରବାହିନୀ। आहे विष्णु भक्त जने एहि रसे रस। विष्णु पद भावी कहे दुर्गांकर दास। आहे गुरु कल्पतरु अनाथर सेना। अविलंबे पुनः कर मो मन वासना। इति श्री महाविष्णु पुराणे प्रथम खंडे ऋतुवर्णादि सृष्टि एवं चतुर्वर्ण स्थान निरूपण नाम षष्ठ अध्याय।